नमस्कार दर्शक बंधु, ओडिया कथा चैनल को बहुत बहुत स्वागत। चलित वर्ष 2026 मसीहा 26 तारिख फगु दशमी रे पड़ुची सुदशा व्रत। एही दिनटी शुभ दिन, शुभ मास, शुभ बेला पड़ुथिबारु एही सुदशा व्रत रे जो माने प्रथम थर पई सुदशा व्रत करबाकू चाहुचंती, नुआ व्रती माने एही दिन नुआ करी सुदशा व्रत आरंभ करि परिबे। पंजिकारे मध्य स्पष्ट भाव में लेखा अछि जे नुआ व्रत आरंभ करि परिबे। सुदशा व्रत को समस्त पालन करि परिबे। पुरुष नारी, विवाहित अविवाहित नारी पुरुष समस्ते माँ लक्ष्मींकर एही व्रत को पालन करि परिबे। किंतु प्रायतः विवाह पर साधवा नारी माने एही व्रत को पालन करिथांती। माँकर एही व्रत कले किछि नीति नियम मानिबाकू पड़िଥାଏ। तेणु एही व्रत पुरुषଙ୍କ तुलनाରେ साधवा नारी बा ଯେଉଁମାନେ ନୂଆ ବାହା ହେଇଛନ୍ତି ସେମାନେ ଏହି ବ୍ରତକୁ ନୂଆ କରି ଆରମ୍ଭ କରନ୍ତି। ତେଣୁ ଭଲ ଦିନ, ଶୁଭ ଦିନ ଦେଖି ଏହି ବ୍ରତକୁ ଆରମ୍ଭ କରନ୍ତି। ଏହି ଫଗୁଣ ମାସ ଶୁକ୍ଳପକ୍ଷ ଗୁରୁବାରରେ ସୁଦଶା ବ୍ରତ ପଡୁଛି। ଏହି ଦିନ ଅପେକ୍ଷା କରିଥିବା ନୂଆ ବ୍ରତ କରିବା ପାଇଁ ଏହି ଦିନଠାରୁ ଆରମ୍ଭ କରିପାରିବେ। ତେବେ ଆସନ୍ତୁ ଜାଣିବା ନୂଆ ବ୍ରତ କରୁଥିଲେ କେଉଁ ସବୁ ନୀତି ନିୟମ, କିପରି ପୂଜା କରିବେ। ସୁଦଶା ବ୍ରତ ପୂର୍ବ ଦିନରୁ ଘରକୁ ଲିପାପୋଛା କରି ସଫା କରିବେ। ପୂଜା ବାସନ, ପାଲଟା ଲୁଗା ପ୍ରଥମେ ସଫା କରି ପରିଷ୍କାର କରି ରଖିଦେବେ। ଗୋମୟରେ ଘର, ଦାଣ୍ଡ ଦୁଆର, ବାରିପଟ ଆଦି ପକାଇ ପବିତ୍ର କରାଇଦେବେ। ପୂଜା ସାମଗ୍ରୀ, ମାଙ୍କର ବସ୍ତ୍ର, ଭୋଗ ଆଦିକୁ ପୂର୍ବ ଦିନରୁ କିଣି ରଖିଦେଇଥିବେ। ଏବଂ ନୂତନ ବ୍ରତ ଯେଉଁମାନେ କରୁଛନ୍ତି ସେମାନେ ପ୍ରଥମ ସୁଦଶା ବ୍ରତରେ ନାଲି ରଙ୍ଗର ବ୍ରତକୁ ପୂଜା କରି ପାଳନ କରିବା ଉଚିତ। ଯେଉଁମାନେ ପୂର୍ବରୁ ବ୍ରତ ପୂଜା କରି ଆସୁଛନ୍ତି ସେମାନେ ଧଳା କିମ୍ବା ହଳଦିଆ ବ୍ରତକୁ ପୂଜା କରିପାରିବେ। ନୂଆ ବ୍ରତଧାରୀମାନେ ନିଜ ପାଇଁ ନୂଆ ଲୁଗା କିଣିଥିବେ ପୂଜା ବ୍ରତ ଦିନ ପିନ୍ଧିବା ପାଇଁ। ବ୍ରତ ଦିନ ସକାଳୁ ଉଠି ଘର, ଦାଣ୍ଡ, ଦୁଆର ମୁହଁ ଗୋବର ପାଣି ଛିଞ୍ଚି ଲିପାପୋଛା କରିଦେବେ। ପୂଜା ସ୍ଥାନକୁ ମଧ୍ୟ ଗଙ୍ଗା ଜଳ ଗୋବର ପାଣି ଛିଞ୍ଚିବେ। ତାପରେ ମୁଣ୍ଡ ଧୋଇ ଗାଧୋଇବେ। ଆପଣ ଚାହିଁଲେ ହଳଦୀ ଲଗାଇ ସ୍ନାନ ମଧ୍ୟ କରିପାରିବେ। ପୂଜା କରିବା ଆଗରୁ ଅଳତା, ସିନ୍ଦୁର ଆଦି ଶୃଙ୍ଗାର ହେବେ। ଏହି ଦିନ ହଳଦୀ କିମ୍ବା ଧଳା ନାଲି ରଙ୍ଗ ମିଶା ଶାଢ଼ୀ ପିନ୍ଧିଲେ ଶୁଭ ହୋଇଥାଏ। ପ୍ରଥମେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ଘ୍ୟ ଦେଇ ନିତ୍ୟ ଠାକୁର ପୂଜା ମା ବୃନ୍ଦାବତୀଙ୍କ ପୂଜା କରିଦେବେ। ତାପରେ ଆଗରୁ ଅରୁଆ ଚାଉଳ ବାଟି ରଖିଥିବେ ଘରର ସମସ୍ତ ଦୁଆର ବନ୍ଧ, ପୂଜା ସ୍ଥାନରେ ଝୋଟି ଚିତା ପକାଇ ଗେଣ୍ଡୁ ଫୁଲ, ଗୋବର ଆଦି ଦେଇପାରିବେ। ପୂଜା ସ୍ଥାନରେ ଖଟୁଲି ରଖିବେ। ମା ଲକ୍ଷ୍ମୀଙ୍କର ଫଟୋ, ମୂର୍ତ୍ତି ଏବଂ ଲକ୍ଷ୍ମୀ ନାରାୟଣଙ୍କ ମଧ୍ୟ ଏକାଠି ଏହି ଦିନ ପୂଜା କରିପାରିବେ। ଯଦି ଫଟୋ ବା ମୂର୍ତ୍ତି ନାହିଁ ତେବେ ମା ଲକ୍ଷ୍ମୀଙ୍କ ନାମରେ ଏକ ଘଟ ବସାଇ ସୁଦଶା ବ୍ରତ ପୂଜା କରିପାରିବେ। ଫଟୋ, ମୂର୍ତ୍ତିକୁ ପୂଜା କରୁଥିଲେ ପ୍ରଥମେ ଗଙ୍ଗା ଜଳ, ହଳଦୀ ପାଣି ପଞ୍ଚାମୃତରେ ମାଙ୍କୁ ସ୍ନାନ କରାଇବେ। ସ୍ନାନ ସରିଲା ପରେ ମାଙ୍କୁ ପୂଜା ସ୍ଥାନରେ ସ୍ଥାପନ କରିବେ। ପ୍ରଥମ ଥର ପୂଜା କରୁଥିଲେ ସୁଦଶା ବ୍ରତକୁ ବ୍ରାହ୍ମଣଙ୍କ ଦ୍ୱାରା କରିଲେ ଭଲ ହୋଇଥାଏ। ଆପଣ ମନ୍ଦିର ଯାଇ ମଧ୍ୟ ସୁଦଶା ବ୍ରତ କରିପାରିବେ। କିନ୍ତୁ ଘରେ ପୂଜା କରିବା ଦ୍ୱାରା ଭଲ ଏବଂ ଉଚିତ ହୋଇଥାଏ। କାହିଁକି ନା ଘରେ ପୂଜା କଲେ ନୀତି ନିୟମ ଶାନ୍ତି ଶୃଙ୍ଖଳାରେ ହୋଇଥାଏ। ସୁଦଶା ବ୍ରତ ପୂଜା 3 ଧୂପରେ ହୋଇଥାଏ। ପ୍ରଥମ ପ୍ରହରରେ ମାଙ୍କ ପାଖରେ ଛେନା, କଦଳୀ, ଫଳ, ଉଖୁଡ଼ା, ନଡ଼ିଆ ଆଦି ଭୋଗ ଲାଗିଥାଏ। ମାଙ୍କର ସ୍ଥାପନା ପରେ ମାଙ୍କୁ ଫୁଲ ଦେବେ। ସୁଦଶା ବ୍ରତରେ ସବୁ ପ୍ରକାର 10ଟି ଜିନିଷ ଲାଗି ହୋଇଥାଏ। ତେଣୁ ଚେଷ୍ଟା କରିବେ ମାଙ୍କୁ ସବୁ ଜିନିଷ 10ଟି ଦେବାକୁ। 10 ପ୍ରକାର ଫୁଲ ମାଙ୍କୁ ଅର୍ପଣ କରିବେ। 10 ମେଞ୍ଚା ହଳଦୀ, 10 ମୁଠା ଅରୁଆ ଚାଉଳ, 10 ମୁଖୀ ଦୀପ ଜାଳିବେ ଏବଂ ଭୋଗରେ ମଧ୍ୟ 10 ପ୍ରକାରର 10 ଗୋଟି ମଣ୍ଡା ଭୋଗ ଲାଗିଥାଏ। ପୂଜା ସ୍ଥାନରେ ଏକ କଳସ ସ୍ଥାପନ କରିବେ। କଳସକୁ ଫୁଲ, ଚନ୍ଦନ, ସିନ୍ଦୁର ଆଦି ଦେବେ। ମାଙ୍କୁ ମଧ୍ୟ ସିନ୍ଦୁର, ବସ୍ତ୍ର, ସମସ୍ତ ପ୍ରକାର ଶୃଙ୍ଗାର ଜିନିଷ ରଖିବେ। 10 ମୁଖୀ ଦୀପ ଲଗାଇବେ। ପ୍ରଥମ ପ୍ରହରୀରେ 10 ପ୍ରକାର ଫଳ ଭୋଗ ଲଗାଇ ପୂଜା କରିବେ। ଯେଉଁ ସୁଦଶା ବ୍ରତଟି ଆଣିଥିବେ ସେହି ସୁଦଶା ବ୍ରତରେ 10 ଗୋଟି ଚାଉଳ,
10 ଗୋଟି ଦୁବ ଆଉ ଫୁଲକୁ ବ୍ରତରେ ରଖି ମାଙ୍କ ପାଖରେ ରଖିବେ। ପ୍ରଥମ ପହର ପୂଜା ପରେ ମଧ୍ୟାହ୍ନ ସମୟର ପୂଜା ପାଇଁ 10 ଗୋଟି ମଣ୍ଡାପିଠା ଭୋଗ ଲାଗି ହୋଇଥାଏ। ତେଣୁ ମଣ୍ଡାପିଠାକୁ ପ୍ରସ୍ତୁତ କରିବେ। ପିଠା ପ୍ରସ୍ତୁତି ହେଇସାରିଲା ପରେ ମାଙ୍କ ପାଖରେ ଭୋଗ ଲଗାଇବେ। ସୁଦଶା ବ୍ରତ ବହି ପାଠ କରିବେ। ମାଙ୍କୁ ଆଳତି ବନ୍ଦାପନା କରିବେ। ପୂଜା ପରେ ସୁଦଶା ବ୍ରତଟିରେ ମା ଲକ୍ଷ୍ମୀଙ୍କର 10 ଗୋଟି ନାମ ଧରି 10ଟି ଗଣ୍ଠି ପକାଇବେ। ବ୍ରତରେ 10 କେରା ଦୁବ 10ଟି ଚାଉଳ ଫୁଲ ଦେଇ ଡାହାଣ ହାତରେ ବାନ୍ଧିବେ। ସନ୍ଧ୍ୟା ସମୟରେ ମାଙ୍କ ପାଖରେ ସନ୍ଧ୍ୟା ଧୂପ ଦେବେ। आशा करुँची ये भिडियोटी आपको भल लगी भिडियो लाइक कमेंट शेयर कर दिंतु और सब्सक्राइब करने भूलु नहीं। नमस्कार।